क्वेश्चन नंबर 1 ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ? ଅପସନ୍ ଏ ଜବାହରଲାଲ ନେହେରୁ, ଅପସନ୍ ବି ସୁଭାଷ ଚନ୍ଦ୍ର ବୋଷ, ଅପସନ୍ ସି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣ ଏବଂ ଅପସନ୍ ଡି ଡକ୍ଟର ରାଜେନ୍ଦ୍ର ପ୍ରସାଦ। ସଠିକ୍ ଉତ୍ତର ଅପସନ୍ ଏ ଜବାହରଲାଲ ନେହେରୁ। ନେକ୍ସଟ କ୍वेଶ୍ଚନ ନମ୍ବର 2 ଭାରତର ପ୍ରଥମ ରାଷ୍ଟ୍ରପତି କିଏ? ଅପସନ୍ ଏ ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଅପସନ୍ ବି ସୁଭାଷ ଚନ୍ଦ୍ର ବୋଷ, ଅପସନ୍ ଡି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣ ଏବଂ ଅପସନ୍ ଡି ଜବାହରଲାଲ ନେହେରୁ। ସଠିକ୍ ଉତ୍ତର ଅପସନ୍ ଏ ଡକ୍ଟର ରାଜେନ୍ଦ୍ର ପ୍ରସାଦ। ନେକ୍ସଟ କ୍वेଶ୍ଚନ ନମ୍ବର 3 ଭାରତର ପ୍ରଥମ ଉପରାଷ୍ଟ୍ରପତି କିଏ? ଅପସନ୍ ଏ ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଅପସନ୍ ବି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣ, ଅପସନ୍ ସି ସୁଭାଷ ଚନ୍ଦ୍ର ବୋଷ ଏବଂ ଅପସନ୍ ଡି ଜବାହରଲାଲ ନେହେରୁ। ସଠିକ୍ ଉତ୍ତର ଅପସନ୍ ବି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣ। ନେକ୍ସଟ କ୍वेଶ୍ଚନ ନମ୍ବର 4 ଭାରତର ପ୍ରଥମ ଗୃହମନ୍ତ୍ରୀ କିଏ? ଅପସନ୍ ଏ ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଅପସନ୍ ବି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣ, ଅପସନ୍ ସି ସୁଭାଷ ଚନ୍ଦ୍ର ବୋଷ ଏବଂ ଅପସନ୍ ଡି ସର୍ଦ୍ଦାର ବଲ୍ଲଭଭାଇ ପଟେଲ। ସଠିକ୍ ଉତ୍ତର ଅପସନ୍ ଡି ସର୍ଦ୍ଦାର ବଲ୍ଲଭଭାଇ ପଟେଲ। ନେକ୍ସଟ କ୍वेଶ୍ଚନ ନମ୍ବର 5 କେଉଁ ସ୍ଥାନକୁ ଓଡ଼ିଶାର ସ୍ୱର୍ଗ କୁହାଯାଏ? ଅପସନ୍ ଏ କଳାହାଣ୍ଡି, ଅପସନ୍ ବି କୋରାପୁଟ, ଅପସନ୍ ସି କେନ୍ଦୁଝର ଏବଂ ଅପସନ୍ ଡି ବରଗଡ଼। ସଠିକ୍ ଉତ୍ତର ଅପସନ୍ ବି କୋରାପୁଟ। ନେକ୍ସଟ କ୍वेଶ୍ଚନ ନମ୍ବର 6 କେଉଁ ମନ୍ଦିର ଓଡ଼ିଶାର ରତ୍ନ ଭାବରେ ଜଣାଶୁଣା? ଅପସନ୍ ଏ ମୁକ୍ତେଶ୍ୱର ମନ୍ଦିର, ଅପସନ୍ ବି ପୁରୀ ମନ୍ଦିର, ଅପସନ୍ ସି କୋଣାର୍କ ମନ୍ଦିର ଏବଂ ଅପସନ୍ ଡି କୌଣସିଟି ନୁହେଁ। ଏହାର ସଠିକ୍ ଉତ୍ତର ଅପସନ୍ ଏ ମୁକ୍ତେଶ୍ୱର ମନ୍ଦିର। ନେକ୍ସଟ କ୍वेଶ୍ଚନ ନମ୍ବର 7 ଓଡ଼ିଶାର କେଉଁ ସହରକୁ ସିଲଭର ସିଟି କୁହାଯାଏ? ଅପସନ୍ ଏ ଭୁବନେଶ୍ୱର, ଅପସନ୍ ବି କଟକ, ଅପସନ୍ ସି ବାଲେଶ୍ୱର ଏବଂ ଅପସନ୍ ଡି ଭଦ୍ରକ। ସଠିକ୍ ଉତ୍ତର ଅପସନ୍ ବି କଟକ। ନେକ୍ସଟ ଚଣ୍ଡୀ ପୁରାଣର ରଚୟିତା କିଏ? ଅପସନ୍ ଏ ବଳରାମ ଦାସ, ଅପସନ୍ ବି ଜଗନ୍ନାଥ ଦାସ, ଅପସନ୍ ସି ମଧୁସୂଦନ ଦାସ ଏବଂ ଅପସନ୍ ଡି ସାରଳା ଦାସ। ଏହାର ସଠିକ୍ ଉତ୍ତର ଅପସନ୍ ଡି ସାରଳା ଦାସ। ନେକ୍ସଟ କ୍वेଶ୍ଚନ ନମ୍ବର 9 ଓଡ଼ିଶାର ଶଙ୍ଖକ୍ଷେତ୍ର କାହାକୁ କୁହାଯାଏ? ଅପସନ୍ ଏ ପୁରୀ, ଅପସନ୍ ବି କୋଣାର୍କ, ଅପସନ୍ ସି ତାରାତାରିଣୀ ଏବଂ ଅପସନ୍ ଡି କୌଣସିଟି ନୁହେଁ। ସଠିକ୍ ଉତ୍ତର ଅପସନ୍ ଏ ପୁରୀ। ନେକ୍ସଟ କ୍वेଶ୍ଚନ ନମ୍ବର 10 ସମ୍ବିଧାନ ଦିବସ କେବେ ପାଳନ କରାଯାଏ? ଅପସନ୍ ଏ ଅଗଷ୍ଟ 15 ତାରିଖରେ, ଅପସନ୍ ବି ଏପ୍ରିଲ 1 ତାରିଖରେ, ଅପସନ୍ ସି ଜାନୁଆରୀ 26 ତାରିଖରେ ଏବଂ ଅପସନ୍ ଡି କୌଣସିଟି ନୁହେଁ। ସଠିକ୍ ଉତ୍ତର ଅପସନ୍ ସି ଜାନୁଆରୀ 26 ତାରିଖରେ।